ସେତେବେଳେ ଯୀଶୁ ଆପଣା ଶିଷ୍ୟମାନଙ୍କୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ୱୀକାର କରୁ, ପୁଣି ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ। କାରଣ ଯେ କେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ। କିନ୍ତୁ ଯେ କେହି ମୋ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ପ୍ରାପ୍ତ ହେବ। ଆଉ ମଣିଷ ଯେବେ ସମସ୍ତ ଜଗତ ଲାଭ କରି ଆପଣା ଜୀବନ ହରାଏ, ତେବେ ତାହାର କି ଲାଭ ହେବ? କିମ୍ବା ମଣିଷ ଆପଣା ଜୀବନ ବଦଳେ କଣ ଦେବ? ପୁଣି ମଣିଷ ପୁତ୍ର ଆପଣା ପିତାଙ୍କ ମହିମାରେ ନିଜ ଦୂତଙ୍କ ସହିତ ଆଗମନ କରିବେ, ଏବଂ ସେତେବେଳେ ସେ ପ୍ରତ୍ୟେକ ଲୋକକୁ ତାହାର କର୍ମ ଅନୁସାରେ ଫଳ ଦେବେ। ମୁଁ ତୁମମାନଙ୍କୁ ସତ୍ୟ କହୁଛି, ମନୁଷ୍ୟ ପୁତ୍ରଙ୍କର ଆପଣା ରାଜ୍ୟରେ ଆଗମନ ନ ଦେଖିବା ପର୍ଯ୍ୟନ୍ତ ଏଠାରେ ଠିଆ ହୋଇଥିବା ଲୋକମାନଙ୍କ ମଧ୍ୟରୁ କେତେକ କୌଣସି ପ୍ରକାରେ ମୃତ୍ୟୁର ଆସ୍ୱାଦ ପାଇବେ ନାହିଁ। ପ୍ରଭୁ ପଠିତ ବାକ୍ୟ ଦେଇ ଆମକୁ ସମସ୍ତଙ୍କୁ ଆଶୀର୍ବାଦ କରନ୍ତୁ। ଆମେନ୍। ପ୍ରାର୍ଥନା କରିବା। ସରସ୍ୱତୀ ଜୀବନ୍ତ ସଦା ପ୍ରବାସ ଯେପରି ଆଖନ୍ତି ପରମେଶ୍ୱର ତୁମକୁ ଧନ୍ୟବାଦ କରୁଛୁ। ଆଜିର ବାକ୍ୟ ଅନୁସାରେ ପ୍ରଭୁ ତୁମ ଲୋକମାନଙ୍କ ସହିତ ତୁମ କଥା କୁହ। ମହିମା ଗୌରବ ପ୍ରଶଂସା ତୁମକୁ ଦେଇ ଯୀଶୁଙ୍କ ନାମରେ ପ୍ରାର୍ଥନା କରେ ପ୍ରଭୁ। ଆମେନ୍। ହାଲେଲୁୟା। ଏ ଜଗତରେ ଆମମାନଙ୍କ ପାଇଁ କ୍ଲେଶ ଅଛି ବୋଲି ପ୍ରଭୁ କହିଲେ। ହାଲେଲୁୟା। କ୍ଲେଶ ଅଛି। ଏ ଜଗତରେ ଅନେକ ଲୋକ ଆମମାନଙ୍କୁ ଘୃଣା କରିବେ। ଆମେମାନେ ସବୁ ସହିବାର ଅଛି ବୋଲି କହିଲେ, ଆମେ ଯୀଶୁଙ୍କୁ ବିଶ୍ୱାସ କରିଛୁ ବୋଲି ନିଜ ମନକୁ ପଚାରିବା, କଣ ପାଇଁ କରୁଛୁ? ହାଲେଲୁୟା। ଯୀଶୁଙ୍କୁ ଆମେ କଣ ପାଇଁ ବିଶ୍ୱାସ କରିଛୁ? ପ୍ରଭୁ କହିଲେ, ତୁମେମାନେ ଯଦି ମୋର ପଛରେ ଆସିବାର ଅଛି, ତୁମେମାନେ ଯଦି ମୋର ରାଜ୍ୟର ଉତ୍ତରାଧିକାରୀ ହେବାର ଅଛି ବୋଲେ, ମୋର ଅନୁଗମନ ହେବାର ଅଛି ବୋଲେ ବହୁତ କଷ୍ଟ। ପ୍ରେଜ୍ ଦ ଲର୍ଡ। ବହୁତ କଷ୍ଟ। ଏ ପୃଥିବୀରେ ବିଭିନ୍ନ ପ୍ରକାର ମାର୍ଗରେ ବିଭିନ୍ନ ପ୍ରକାର ବାଟ ଯାଇପାର, ଯାହାକୁ ଯେମିତି ଇଚ୍ଛା ସେମିତି ବାଟ ଯାଇପାର, କିନ୍ତୁ ଯୀଶୁଙ୍କର ବାଟ ଯିବାଟା ହେଉଛି ବଡ଼ କଷ୍ଟ। ହାଲେଲୁୟା। ସୂଚୀର ଛିଦ୍ର ଦେଇ ଅଟ ପ୍ରବେଶ କରିବାର ସହଜ ସିନା, ସ୍ୱର୍ଗ ରାଜ୍ୟରେ ଧନୀ ଲୋକ ପ୍ରବେଶ କରିବାର କଷ୍ଟ ବୋଲି ପ୍ରଭୁ କହିଲେ। ହାଲେଲୁୟା। ଅନନ୍ତ ଜୀବନ ଅଧିକାରୀ ହେବାର ଅଛି ବୋଲି କହିଲେ ଦୁର୍ଗମ ପଥ ଦେଇ ଗମନ କରିବାକୁ ପଡ଼ିବ। ଦୁର୍ଗମ ପଥ ବୋଲେ ବହୁତ କଷ୍ଟ ବାଟ। ଭଲ ରାସ୍ତାରେ ଯିଏ ବି ଚାଲିଦେବେ, କିନ୍ତୁ ଡଙ୍ଗର ରାସ୍ତାରେ କିଏ ଚାଲିପାରିବ କି? ଡଙ୍ଗର ରାସ୍ତାରେ ଚାଲବାଟା ବହୁତ ବଡ଼ କଷ୍ଟ। ହାଲେଲୁୟା। ତାକୁ ଦୁର୍ଗମ ପଥ ବୋଲି କୁହାଯିବ। ହେଲେ ଯୀଶୁଙ୍କର ବାଟ ହେଉଛି ଦୁର୍ଗମ ପଥ। ପ୍ରେଜ୍ ଦ ଲର୍ଡ। ଯୀଶୁଙ୍କର ପଛରେ ଛାଡ଼ବାର ଅଛି ବୋଲି କହିଲେ ନିଜର କ୍ରୁଶ ଘେନିକିରି ତାଙ୍କର ପଛରେ ଯିବାକୁ ପଡ଼ିବ। ହାଲେଲୁୟା। ଆମେମାନେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ତ୍ରାଣକର୍ତ୍ତା ଭାବରେ ବିଶ୍ୱାସ କରୁଛୁ କଣ ପାଇଁ ବୋଲି କହିଲେ, ଅନନ୍ତ ଜୀବନର ଅଧିକାର ହେବା ପାଇଁ। ଅନନ୍ତ ଜୀବନର ଅଧିକାର କେମିତି ହେବ ବୋଲି କହିଲେ, ଦୁର୍ଗମ ପଥ ଦେଇକି ଗମନ କରିବାର ଅଛି। ହାଲେଲୁୟା। ବହୁତ କଷ୍ଟ ପଥ ଦେଇକି ଗମନ କରିବାର ଅଛି। ଯୀଶୁଙ୍କର ପଛରେ ଯିବାର ଅଛି ବୋଲି କହିଲେ କଷ୍ଟ ଦେଇକି ଯିବାର ଅଛି ତାର ଅର୍ଥ। ହାଲେଲୁୟା। ସେ କହୁଛନ୍ତି, ଯେ କେହି ମୋର ଅନୁଗମନ ହେବାକୁ ଇଚ୍ଛା କରେ, ସେ ଆପଣାକୁ ଅସ୍ୱୀକାର କରିଦିଅ। ନିଜକୁ ସେ କଣ କରୁ?